आमे समस्ते आकाश तले अच्छे। आकाश व्यापक, सेठारे ग्रह नक्षत्रंकर गतागत हुए। जेणु आमे तांक तले, तेणु तांकर शासनर अधीन। से ग्रह नक्षत्र आमको जितेबाला जमती पारती सेमती नचाती। से मैंने ही दैव दैव दौड़ी मनीष गाई जेणिकी टाणी तेणिकी जाई। बंधु आमे जो 9 ग्रह अधीन 12 राशि अच्छे, से 9 ग्रह जातक जन्म जातक यदि ठीक ठाक ताहले आम जीवन ठीक ठाक, यदि सेमाने भूल भटका ताहले आम जीवन ये भूल भटका। तेणु आग जन्म जातक देखियो पड़ो। आम जन्म जातक लग्न क्यों घर, लग्नाधिपति किए, से केउठी अछंती, आम राशि कौन, एणु चंद्र से राशि अछंती। एवं से चंद्र सुस्थ कि असुस्थ, से कृष्ण नवमी ठारू शुक्ल अष्टमी जाए दुर्बल, ता भितर आम जन्म हेने तो आम जन्म जातक चंद्र केन्द्राधिपति नुहंती तो, आम जन्म जातक चंद्र चतुर्थ घरे नहांती तो। एवं जदि आमर जन्म शुक्ल अष्टमी ठारू कृष्ण नवे मध्य एवं आम जातक चंद्र पंचम बा नवम अधिपति एवं से बुद्ध कबल नहांती, बुद्ध सांगरे कि बुद्ध दृष्टि नहांती, से मिथुन कन्या तुला बिछा मकर और कुंभरे नहांती, ताहले से सुस्थ, प्राय सुस्थ, पूर्ण सुस्थ कि नहीं जातक देखले जना पड़ो। एणु जदि आपण चाहती जोगाजोग करने ताहले नंबर मन रखु 8093355553। बंधु एवं आमे मंगलवार जुलाई 29 मंगलवार ए दिनर गतिविधि लक्ष्य करी आलोचना करिवा। आज पंचमी तिथि, चंद्र उदय 6:23 अस्त 9:29, 6:23 रु संध्या 6:23 सूर्यास्त हे। सेतिक बेला ठारू 9:29 जाए चंद्र को आमे आकाश रे देखि परिबा। तांकर प्रभा आम उपरे पड़िबो, आमे प्रभावित हेबा तांक द्वारा। एबे आलोचना करिबा जे आज मकर राशि घात 12, वृष राशि पुरुषंकर भी घात चंद्र और धनु राशि महिलांकर घात चंद्र। एबे मंगलवार 29 तारीख मेष राशि कथा आलोचना करिबा। मेष राशि पाई आज शुक्र बुध चंद्र और राहु अनुकूल। तेणु शुक्र बुध चंद्र और राहु अनुकूल मनोभाव पोषण करुछंती बोली मेष आज लाभरे रहिबो। मेष राशिर समस्त व्यक्ति लाभ लाभ लाभरे रहिबे। हाथकू नाना द्रव्य अर्थ आसिबो, उत्तम भोजन मिलिबो, अंतरंग बंधु आसिबे, रोग व्याधि ऋण शत्रु दुख देई पारिबेनी, सुख शांति मिलिबो। अर्थात मेष राशिर आज भल दिन। से 29 तारीख मंगलवार देखिबा वृष राशि कथा। वृष राशि पाई एक प्रकार अशुभ दिन। वृष राशि पुरुषंकर घात चंद्र हेतु रक्तपात हेबार भय अछि। आज शुक्र बृहस्पति रवि चंद्र राहु शनि वृष राशि को सुरक्षित रखिबे। एणु नानाविध आवश्यक द्रव्य मिलिबो, हेले
ଆଶା କରିଥିବା ବ୍ୟକ୍ତି ବା କାମ ହେବନି, ଦ୍ରବ୍ୟ ମିଳିବନି, ମନ ଦୁଃଖ ହେବ, ଅପେକ୍ଷା ଜନିତ ହତାଶା ଭାବ ଆସିବ। ଗ୍ରହମାନେ କିଛି ସାହାଯ୍ୟ କରିବେ, କିନ୍ତୁ ଘାତ ଚନ୍ଦ୍ର ହେତୁ, ଚନ୍ଦ୍ର ଅଶୁଭ ହେତୁ ବୃଷ ରାଶି ପାଇଁ ଆଜି ଶତକଡ଼ା 70 ଭାଗ ଖରାପ, 30 ଭାଗ ଭଲ। ଜୁଲାଇ 29 ମଙ୍ଗଳବାର ଦେଖିବା ମିଥୁନ ରାଶି ପାଇଁ। ମିଥୁନ ରାଶି ପାଇଁ ବୁଧ, ଶନି, ଶୁକ୍ର ଆଦି ଗ୍ରହତ୍ରୟ ଦୟାଶୀଳ ଅଛନ୍ତି। 6 ଗୋଟି ଗ୍ରହ ଯେଣୁ ଅନ୍ୟ ମନା ଅଛନ୍ତି, ତେଣୁ ଆଜି ଜଗି ରଖି ପାଦ ପକାଇବାକୁ ପଡ଼ିବ, ଅନ୍ୟଥା ଅପବାଦ ଶୁଣିବାକୁ ପଡ଼ିବ। ଅସୁସ୍ଥ ହେବାର ଆଶଙ୍କା ଅଛି। ନୂଆ ରୋଗ ସୃଷ୍ଟି ହେବ, ପୁରୁଣା ରୋଗ ବିବ୍ରତ କରିବ, ମନ ଅଶାନ୍ତ ହେବ। ମିଥୁନ ପାଇଁ ବି ଭଲ ଦିନ ନୁହେଁ। ମଙ୍ଗଳବାର 29 ତାରିଖ କର୍କଟ ପାଇଁ। କର୍କଟ ରାଶି ପାଇଁ ରବି ଚନ୍ଦ୍ର ଗ୍ରହୋଦୟ ଶୁଭ। 2ଟି ଗ୍ରହ ଶୁଭ ଅଛନ୍ତି, ବାକି 7ଟି ଗ୍ରହ ଅଶୁଭ। ଦେଖନ୍ତୁ এই 2ଟି ଗ୍ରହ କେତେ ସାହାଯ୍ୟ କରୁଛନ୍ତି। କର୍କଟ ରାଶି ପାଇଁ ରବି ଚନ୍ଦ୍ର ଗ୍ରହୋଦୟ ଶୁଭ ହେତୁ ଉଚ୍ଚ କୋଟିର ସମ୍ମାନ ମିଳିବ। ମହତାଂ ଧନଂ ମାନଂ, ମନ ଖୁସି ରହିବ, ଭଲ ଆୟ ହେବ। ମଙ୍ଗଳବାର ହେତୁ ସୁଭୋଜନ ମିଳିବ, ବନ୍ଧୁ ସମାଗମ ହେବ। ଋଣ ରୋଗ ଶତ୍ରୁ ଦୁଃଖ ଦେଇ ପାରିବେନି, ମିତ୍ର ସଂଖ୍ୟା ବଢ଼ିଯିବେ। ଆନନ୍ଦ 70 ଭାଗ, ନିରାନନ୍ଦ 30 ଭାଗ। ଯାହା ହଉ ଆଜି 2ଟି ଗ୍ରହଙ୍କର ସାହଚର୍ଯ୍ୟ ପାଇ କର୍କଟ ରାଶି ଆନନ୍ଦ ରହିବ। ଦେଖିବା ସିଂହ ରାଶି ପାଇଁ ମଙ୍ଗଳବାର କ'ଣ ଫଳ ଅଛି। ସିଂହ ରାଶି ପାଇଁ ଶୁକ୍ର ଗୁରୁ ଗ୍ରହ ଦ୍ୱୟ, ଶୁକ୍ର ଗୁରୁ ଗ୍ରହୋଦୟ ଶୁଭ ଅଛନ୍ତି, ଅନ୍ୟ 7 ଗ୍ରହ ଅଶୁଭ। ଧନଲାଭ ଆଶା ସାମାନ୍ୟ, ମନ ଚଞ୍ଚଳ ଓ ବ୍ୟାକୁଳ ହେବ। ଅଘଟଣ ଘଟିଯାଇପାରେ, ଯେମିତି ଦାମ୍ପତ୍ୟ କଳହ, ଧକ୍କା, ଶତ୍ରୁ ବିବାଦ, ବନ୍ଧୁ ବିରୋଧ। ଏହା ଜାଣି ଯଥା ସମ୍ଭବ ଧୈର୍ଯ୍ୟ ଧରି ନୀରବତା ପାଳନ କରିବା ଉଚିତ। ନିରନ୍ତର ଓଂ ହଂ ହନୁମତେ ନମଃ ଜପିଲେ ରକ୍ଷା ମିଳିବ, ନହେଲେ ଅସୁରକ୍ଷିତ ହେଇଯିବେ। ସାବଧାନ। ସିଂହ ରାଶି ବିଷୟରେ କହିଲି। ଏବେ କନ୍ୟା ରାଶି ପାଇଁ ଆଲୋଚନା କରିବା। ମଙ୍ଗଳବାର କ'ଣ ଘଟିବ। କନ୍ୟା ରାଶି ଆଜି ଚନ୍ଦ୍ର, ରାହୁ, ରବି, ବୁଧ ଏଇ ଗ୍ରହମାନଙ୍କର ଆଶୀର୍ବାଦ ପାଇବେ। ଚନ୍ଦ୍ର, ରାହୁ, ରବି, ବୁଧ ଏଇ 4 ଗ୍ରହଙ୍କର ଆଶୀର୍ବାଦ ପାଇବେ କନ୍ୟା ରାଶି ମାନେ। ମଙ୍ଗଳ କାମନା କରିବେ ସମସ୍ତଙ୍କର ଓ ଆଉ 5 ଗ୍ରହ କୂଟ କରିବେ। ହେଲେ ଗୋଟିଏ ପଟରେ ତ ଭଲ ଭଲ ଗ୍ରହ ରହିଗଲେ, ଶୁଭ ଗ୍ରହ ରହିଗଲେ, ଚନ୍ଦ୍ର, ରାହୁ, ରବି, ବୁଧ। ତେଣୁ ସେ 5 ଗ୍ରହ ସେତେ କିଛି କ୍ଷତି କରିପାରିବେ ନାହିଁ। ପୁଣି ମଙ୍ଗଳବାର, ଏଣୁ ବିରୋଧୀ ମେଣ୍ଟ, ଶାସକ ଦଳ ଚନ୍ଦ୍ର, ରାହୁ, ରବି, ବୁଧକୁ ହଇରାଣ କରିବେ। ଏଇ ଯେଉଁ ବାକି ରହିଗଲେ ଅନ୍ୟମାନେ, ସେମାନେ ଏଇ ଶାସକ ଦଳ ଯିଏ ଆଜି ପ୍ରେମ କରିବେ ଚନ୍ଦ୍ର, ରାହୁ, ରବି, ବୁଧ, ତାଙ୍କୁ ହଇରାଣ କରିବେ। ଫଳରେ ଏଇମାନେ ଯେତେ ସୁଖ, ଆନନ୍ଦ, ଧନ, ବନ୍ଧୁ ଆଦି ଦେବା କଥା ତା ଦେଇପାରିବେ ନାହିଁ। ତଥାପି କନ୍ୟା ରାଶି ପାଇଁ ଆଜି ଭଲ, 60 ଭାଗରୁ ଅଧିକ ଭଲ ଫଳ ମିଳିବ। ସୁଖକର ଖାଦ୍ୟ ମିଳିବ, ଶୁଭ ଖବର ମିଳିବ, ଦେହ ଓ ମନ ଭଲ ରହିବ। ନୂତନ ବସ୍ତ୍ର ପିନ୍ଧିବାର ସୁଯୋଗ ମିଳିବ, ନୂତନ ନିଯୁକ୍ତି ମିଳିଯାଇପାରେ, ନୂତନ ନିଯୁକ୍ତିର ଖବର ଆସିବ। ସନ୍ତାନମାନଙ୍କ ସମ୍ବନ୍ଧୀୟ ସମସ୍ତ ଶୁଭଖବର ପାଇବେ, ନୂତନ ବନ୍ଧୁ ସହଯୋଗ କରିବେ। ଭୋଜନ ଶୟନ ପାଇଁ ଆଜି ଦିନଟି ଶୁଭ। ତେଣୁ କନ୍ୟା ରାଶି ପାଇଁ ଯେଉଁ ଆଶା ମୁଁ କରିଥିଲି ଶତକଡ଼ା 100 ଶୁଭ ହେବ। ବିରୋଧୀ ମେଣ୍ଟରେ ରହିଗଲେ ହାରାହାରି 5ଟି ଗ୍ରହ, ସେମାନେ ଟିକେ ହଇରାଣ କରିବେ। ତଥାପି କନ୍ୟା ରାଶିର ମଙ୍ଗଳ 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 ହେବ। ଏବେ ତୁଳା କଥା ଆଲୋଚନା କରିବା। ମଙ୍ଗଳବାର 29 ତାରିଖ ତୁଳା ପାଇଁ ଆଜି ଶନି, ବୃହସ୍ପତି, ରବି, ବୁଧ, ମଙ୍ଗଳ, କେତୁ ଶୁଭ କାମନା କରିବେ। ତୁଳା ରାଶି ପାଇଁ ଆଜି ଶନି, ବୃହସ୍ପତି, ରବି, ବୁଧ, ମଙ୍ଗଳ ଓ କେତୁ ଶୁଭ କାମନା କରିବେ।
ଆସିବାକୁ ଥିବା ଝଡ଼ ଝଞ୍ଜା ଦୁର୍ବିପାକ ରୋଗ ବ୍ୟାଧି ସେତେ ପ୍ରତାପ ଦେଖାଇ ପାରିବ ନାହିଁ। ମୁଖ୍ୟତଃ ଚନ୍ଦ୍ର ରାହୁ ଶୁକ୍ର ଗ୍ରହ ମଙ୍ଗଳବାର ହେତୁ ଦୁଃଖ ଦେବେ, ଅଶୁଭ ଖବର ଶୁଣାଇବେ, ଦେହ ଯନ୍ତ୍ରିତ ହେବ, ପୀଡ଼ା ମିଳିବ, ଦେହ ମନ ପୀଡ଼ିତ ହେବ। ଯେହେତୁ ଚନ୍ଦ୍ର ଅଶୁଭ ଅଛନ୍ତି, ହେଲେ ଶନି ବୃହସ୍ପତି ରବି ବୁଧ ମଙ୍ଗଳ ପାଞ୍ଚଟି ଗ୍ରହ ଏଇ ବଡ଼ ବଡ଼ ସମସ୍ୟାକୁ ସମାଧାନ କରିବା ପାଇଁ ଚେଷ୍ଟା କରିବେ। ବଡ଼ ବଡ଼ ଝଡ଼ ଆସିବ କିନ୍ତୁ ସେତେ ପୀଡ଼ା ଦେବନି, ହେଲେ ଯେତିକି ପୀଡ଼ା ଦେବ ଶାରୀରିକ ମାନସିକ ଯନ୍ତ୍ରଣା ବଢ଼ିଯିବ, ଦେହ ଭଲ ରହିବନି, ମନ ଭଲ ରହିବନି, ପ୍ରିୟ ଲୋକ ଅପ୍ରିୟ ବ୍ୟବହାର କରିବେ। ବନ୍ଧୁ ତୁଳା ରାଶିର ବନ୍ଧୁମାନେ ଚେଷ୍ଟା କରନ୍ତୁ ଧୈର୍ଯ୍ୟ ଧରି ସାହସ ବାନ୍ଧି ସମସ୍ୟାର ସମାଧାନ କରିବା ପାଇଁ। ଯଦି ଈଶ୍ୱରଙ୍କୁ ଡାକିବାକୁ ଚାହାନ୍ତି ତାହେଲେ କେବଳ ଓಂ ନମଃ ସୂର୍ଯ୍ୟାୟ ଏ ମନ୍ତ୍ର ବାରମ୍ବାର ପଢ଼ନ୍ତୁ। ଆସନ୍ତୁ ଯିବା ବିଛା ରାଶି ପାଇଁ। ମଙ୍ଗଳବାର ବିଛା ରାଶି କ'ଣ ଫଳ ହେବ? ବିଛା ପାଇଁ ଆଜି ମଙ୍ଗଳ କେତୁ ଓ ଚନ୍ଦ୍ର ଅତି ଶୁଭ। ମଙ୍ଗଳବାର ବିଛାର ଅଧିପତି ମଙ୍ଗଳ, ପୁଣି ମଙ୍ଗଳ ଗ୍ରହ ଶୁଭ ଅଛନ୍ତି। ମଙ୍ଗଳ କେତୁ ଓ ଚନ୍ଦ୍ର ଅତି ଶୁଭ, ଏଣୁ ଦିବ୍ୟ ଭୋଜନ ମିଳିବ, ଦ୍ରବ୍ୟ ଲାଭ ହେବ, ଧନ, ଉତ୍ତମ ଖାଦ୍ୟ, ସୁମିତ୍ର ପାଖକୁ ଆସିବେ, ମଜା ମଜା କଥା କହିବେ, ରୋଗ ବ୍ୟାଧି ଋଣ ଶତ୍ରୁ ଏମାନେ ଚେଷ୍ଟା କଲେ ବି ଦୁଃଖ ଦେଇପାରିବେନି। ଆଜି ବିଛା ପାଇଁ ଏକ ବଢ଼ିଆ ଦିନ ବନ୍ଧୁ। ବିଛା ରାଶିର ବନ୍ଧୁମାନଙ୍କର ମଙ୍ଗଳ ହେବ। ଧନୁ ପାଇଁ ମଙ୍ଗଳବାର କ'ଣ ଫଳ ଦେବ? ଧନୁ ପାଇଁ ଗ୍ରହ ରାହୁ ଗ୍ରହ, ଗୁରୁ ଗ୍ରହ, ବୁଧ ଗ୍ରହ, ଚନ୍ଦ୍ର ଜଣୁ ଶୁଭ। ଚନ୍ଦ୍ର ଶୁଭ ଅଛନ୍ତି ନା, ତେଣୁ ଏ ଚାରି ଗ୍ରହ ରାହୁ ଗୁରୁ ବୁଧ ଚନ୍ଦ୍ର ଜଣୁ ଶୁଭ, ତେଣୁ ଆକସ୍ମିକ ଲାଭ ହେବ। ଆଶା କରିନଥିବେ, ଜମା ଆଶା କରିନଥିବେ ଆକସ୍ମିକ ଲାଭ, ଆକସ୍ମିକ ବନ୍ଧୁ, ଆକସ୍ମିକ ଖାଦ୍ୟ, ଆକସ୍ମିକ ଅର୍ଥ ଆସିବ, ଲାଭ ହେବ। ହଠାତ୍ ବନ୍ଧୁ ଆସି ପହଞ୍ଚି ଆନନ୍ଦିତ କରିବେ, ସହସା ସୁଖାଦ୍ୟ ମିଳିଯିବ। ଦାମ୍ପତ୍ୟ ଜୀବନ, କର୍ମ ଜୀବନ, ଧର୍ମ ଜୀବନ, ପାରିବାରିକ ଓ ସାମାଜିକ ଜୀବନ ଅତ୍ୟନ୍ତ ଶାନ୍ତିପ୍ରଦ ହେବ। ଧନୁ ପାଇଁ ଆଜି ଦିନଟି ବଢ଼ିଆ। ଏବେ ଦେଖିବା ମଙ୍ଗଳବାର 29 ତାରିଖ ମକର ରାଶି କ'ଣ ଫଳ ମିଳିବ? ମକର ରାଶି ପାଇଁ ଆଜି ଘାତ ବାର, ଶନି ଶୁକ୍ର ରବି ଶୁଭ, ଅନ୍ୟ 6 ଗ୍ରହ ଶୁଭ, ଏଣୁ ସମ୍ମାନ ହାନି ହେବ। ମାତ୍ର ଶୁକ୍ରଙ୍କ ପାଇଁ ବନ୍ଧୁ ସହଯୋଗ କରିବେ। ଉପର ମୁହଁ ତଳକୁ ହେଲେ ମଣିଷ ଜୀବନ ଦିକଡ଼ା। ଆଲୋ ସଖୀ ଆପଣା ମୁହଁ ତ ଆପେ ରଖି। ଏଣୁ ଆମେ ମକର ରାଶିର ବନ୍ଧୁମାନେ ହାତେ ମାପି ଚାଖଣ୍ଡେ ଚାଲିବା, ବହୁତ ଶୁଣିବା ଅଳ୍ପ କହିବା, ନହେଲେ ସମ୍ମାନ ହାନି ହେବ। ଲୋକ ଅଛି ଛାକାର କରିବେ, ସମସ୍ତେ ଘୃଣା କରିବେ, ଆଙ୍ଗୁଠି ଦେଖେଇ ଥଟ୍ଟା କରିବେ। ତେଣୁ ମକର ରାଶିର ବନ୍ଧୁମାନଙ୍କୁ ବିଶେଷ ଅନୁରୋଧ, ସେମାନେ ଯଥା ସମ୍ଭବ ନୀରବତା ରକ୍ଷା କରନ୍ତୁ, ଯୁକ୍ତି କରନ୍ତୁନି, ମଙ୍ଗଳ ହେବ। ଆସନ୍ତୁ ଯିବା ମଙ୍ଗଳବାର କୁମ୍ଭ ରାଶି ପାଇଁ। କୁମ୍ଭ ରାଶି ପାଇଁ ଶୁକ୍ର ବୃହସ୍ପତି ରବି ବୁଧ ମଙ୍ଗଳ ଶୁଭ। କେତେ ଗ୍ରହ ହେଲେ? ଶୁକ୍ର ବୃହସ୍ପତି ରବି ବୁଧ ମଙ୍ଗଳ ଶୁଭ, ଅନ୍ୟ ଗ୍ରହମାନେ ଅଶୁଭ ଫଳ ଦେବେ। ଶନି ରାହୁ କେତୁ ଓ ଚନ୍ଦ୍ର ପରି ଟାଣୁଆ ଗ୍ରହ ବିରୋଧ କରୁଥିବାରୁ ଶୁଭ କାର୍ଯ୍ୟ କରାଇ ଦେବେନି। କୁମ୍ଭ ରାଶିର ଶୁଭ କାର୍ଯ୍ୟ ହେଇପାରିବ ନାହିଁ। କୌଣସି କାର୍ଯ୍ୟ ଆରମ୍ଭ କଲେ ଖାଲି କାନ୍ଦିବେ, ହଇରାଣ ହେବେ, ବୃଥା କଳହରେ ଦିନ କଟିଯିବ, ଦେହ ଦରଦ ହେବ, କ୍ଳାନ୍ତ ଲାଗିବ, ଭାରି ଚିଡ଼ଚିଡ଼ା ଆସିବ, ଶତ୍ରୁ ଋଣ ରୋଗ ମୁଣ୍ଡ ଟେକିବେ। ହେଲେ ସୁଖାଦ୍ୟ ସୁପାନୀୟ ଓ ସୁଶୟନରେ ବିଶୃଙ୍ଖଳା ହେବନି, ଭଲ ନିଦ ହେବ, ଭଲ ଖାଦ୍ୟପେୟ ମିଳିବ। ଏବେ ଦେଖିବା ଶେଷ ରାଶି ମୀନ ରାଶି। ସେମାନେ ମଙ୍ଗଳବାର କ'ଣ ଶୁଭଫଳ ଭୋଗିବେ?
मीन राशि पाई मंगलवार शुभ शुक्र मंगल केतु जेणु शुभ तेणु भल काम हेब। आज खुशीर दिन जेणु जहाँ जहाँ पाइबार अच्छी जहाँ ठारू जहाँ मिलबार अच्छी से समस्त अवश्य करगत हेब। समस्त योजना सफल हेब। कहारी भी अमंगल हेबाकू इच्छा आसबनी इच्छा करेनि इच्छा हेबनी। दान धर्म रे मन रहिबो। भोजन शयन अवश्य मिलिबो। अत्यंत आनंद हेब। सबु वृत्तिर सबु कर्मर सबु बयसर सबु जातिर सबु धर्मर मीन राशि को सबु प्रकार सुख और शांति मिलिबो। पारिवारिक लौकिक सामाजिक सुख मीन राशि को आनंद मुखरित करी प्रचुर धन देव। बंधु मीन राशि मंगल हो। जय।